ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ହିଷ୍ଟ୍ରି ଅଛି ତ ହିଷ୍ଟ୍ରି ପିଲାମାନଙ୍କ ପାଇଁ ଇତିହାସ ତ ତମାନଙ୍କ ପାଇଁ ନେଇଆସିଛି ୟୁନିଟ୍ 2 ର କିଛି MCQ କ୍ୱେଶ୍ଚିନ୍ ଆନ୍ସର ବୁଝିହେଲା ବହୁତ ଗୁରୁତ୍ୱପୂର୍ଣ୍ଣ ଯୋଉଟା ତମ ପରୀକ୍ଷାରେ ଆସିବ ତ MCQ କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କରିବା ତ ଚାଲ ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦିଅ ବେଲ୍ ଆଇକନକୁ ଦବାଇଦବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦିଅ ତ ପିଲାମାନେ ତ MCQ କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ମହାବୀର କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମହାବୀର କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ କପିଳାବସ୍ତୁ କୁନ୍ଦଗ୍ରାମ ଜିମ୍ଭିକ ଗ୍ରାମ ରାଜଗୃହ ତ ମହାବୀର କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ନା କୁନ୍ଦଗ୍ରାମ କେଉଁ ସ୍ଥାନରେ ନା କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ ନେକ୍ସଟ ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ଶାକ୍ୟ ଜ୍ଞାତ୍ରିକ ଇକ୍ଷ୍ୱାକୁ ନା ବୌର୍ୟ କଣ ହବ ପିଲାମାନେ ନା ଜ୍ଞାତ୍ରିକ କଣ ନା ଜ୍ଞାତ୍ରିକ ନେକ୍ସଟ ମହାବୀର କେଉଁଠାରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ ମହାବୀର କେଉଁଠାରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ କୁନ୍ଦଗ୍ରାମ ଜିମ୍ଭିକ ଗ୍ରାମ ବୈଶାଳୀ ଗୟା କେଉଁ ଗ୍ରାମରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ ନା ଜିମ୍ଭିକ ଗ୍ରାମ ନେକ୍ସଟ ପଞ୍ଚ ମହାବ୍ରତ କିଏ ପ୍ରଚାର କରିଥିଲେ ମହାବୀର ସିଦ୍ଧାର୍ଥ ନେମିନାଥ ଋଷଭନାଥ ପଞ୍ଚ ମହାବ୍ରତ କିଏ ପ୍ରଚାର କରିଥିଲେ ନା ପଞ୍ଚ ମହାବ୍ରତ ମହାବୀର ପ୍ରଚାର କରିଥିଲେ କିଏ ନା ମହାବୀର ନେକ୍ସଟ ଜୈନ ଧର୍ମର ପ୍ରତିଷ୍ଠାତା କିଏ ଜୈନ ଧର୍ମର ପ୍ରତିଷ୍ଠାତା କିଏ ଋଷଭନାଥ ନା ପାର୍ଶ୍ୱନାଥ ନା ନେମିନାଥ ନା ମହାବୀର କିଏ ନା ଜୈନ ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ଋଷଭନାଥ ନେକ୍ସଟ କ୍ୱେଶ୍ଚିନ୍ ଜୈନ ଧର୍ମର 24ତମ ବା ଶେଷ ପ୍ରଚାରକ କିଏ ଥିଲେ ଋଷଭନାଥ ମହାବୀର ନେମିନାଥ ନା ପାର୍ଶ୍ୱନାଥ କିଏ ନା ମହାବୀର କିଏ ନା ମହାବୀର ନେକ୍ସଟ କେବେ ବର୍ଦ୍ଧମାନ ମହାବୀର ଜନ୍ମଗ୍ରହଣ କରିଥିଲେ ଖ୍ରୀଷ୍ଟପୂର୍ବ 536 ଖ୍ରୀଷ୍ଟପୂର୍ବ 538 ଖ୍ରୀଷ୍ଟପୂର୍ବ 540 ଖ୍ରୀଷ୍ଟପୂର୍ବ 542 କଣ ହବ ନା ଖ୍ରୀଷ୍ଟପୂର୍ବ 540 କେବେ ବର୍ଦ୍ଧମାନ ମହାବୀର ଜନ୍ମଗ୍ରହଣ କରିଥିଲେ ନା ଖ୍ରୀଷ୍ଟପୂର୍ବ 540 ନେକ୍ସଟ ଚତୁର୍ଯାମ ଧର୍ମ କିଏ ପ୍ରଚାର କରିଥିଲେ ପାର୍ଶ୍ୱନାଥ ନେମିନାଥ ଋଷଭନାଥ ମହାବୀର କିଏ ପ୍ରଚାର କରିଥିଲେ ନା ପାର୍ଶ୍ୱନାଥ କିଏ ନା ପାର୍ଶ୍ୱନାଥ ନେକ୍ସଟ କ୍ୱେଶ୍ଚନ କେଉଁଠାରେ ମହାବୀର ଦେହତ୍ୟାଗ କରିଥିଲେ କୁସିନାରା ବୈଶାଳୀ ପାବା ରାଜଗୃହ ତ କେଉଁଠି ମହାବୀର ଦେହତ୍ୟାଗ କରିଥିଲେ ନା ପାବାରେ ଦେହତ୍ୟାଗ କରିଥିଲେ ନେକ୍ସଟ ଓଡ଼ିଶାର କେଉଁ ସମ୍ରାଟ ଜୈନ ଧର୍ମର ପୃଷ୍ଠପୋଷକ ଥିଲେ ଅଶୋକ ଖାରବେଳ ମୁକୁନ୍ଦଦେବ ପୁରନ୍ଦ୍ର ଦେବ କିଏ ନା ଖାରବେଳ କିଏ ନା ଓଡ଼ିଶାର କେଉଁ ସମ୍ରାଟ ଜୈନ ଧର୍ମର ପୃଷ୍ଠପୋଷକ ଥିଲେ ନା ଖାରବେଳ ନେକ୍ସଟ ବୌଦ୍ଧ ଧର୍ମର ପ୍ରତିଷ୍ଠାତା କିଏ ବୌଦ୍ଧ ଧର୍ମର ଅଶୋକ ହର୍ଷ ଗୌତମ ବୁଦ୍ଧ ବର୍ଦ୍ଧମାନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା କିଏ ନା ଗୌତମ ବୁଦ୍ଧ ନେକ୍ସଟ କ୍ୱେଶ୍ଚିନ୍ ଗୌତମ ବୁଦ୍ଧ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଗୌତମ ବୁଦ୍ଧ କପିଳାବସ୍ତୁର ଲୁମ୍ବିନୀ ଉଦ୍ୟାନ ବୈଶାଳୀ ରାଜଗୃହ ଉରୁବିଲ କଣ ହବ ପିଲାମାନେ ନା କପିଳାବସ୍ତୁର ଲୁମ୍ବିନୀ ଉଦ୍ୟାନ ନେକ୍ସଟ କ୍ୱେଶ୍ଚିନ୍ ଗୌତମ ବୁଦ୍ଧ କେବେ ଜନ୍ମଗ୍ରହଣ କରିଥିଲେ ଖ୍ରୀଷ୍ଟପୂର୍ବ 540 ଖ୍ରୀଷ୍ଟପୂର୍ବ 468 ଖ୍ରୀଷ୍ଟପୂର୍ବ 566 ଖ୍ରୀଷ୍ଟପୂର୍ବ 486 ଗୌତମ ବୁଦ୍ଧ କେବେ ଜନ୍ମଗ୍ରହଣ କରିଥିଲେ ନା ଖ୍ରୀଷ୍ଟପୂର୍ବ 566 ନେକ୍ସଟ ଗୌତମ ବୁଦ୍ଧଙ୍କ ପିତାଙ୍କ ନାମ କଣ ଥିଲା ଶୁଦ୍ଧୋଧନ ସିଦ୍ଧାର୍ଥ ନନ୍ଦିବର୍ଦ୍ଧନ ପାର୍ଶ୍ୱନାଥ ଗୌତମ ବୁଦ୍ଧଙ୍କ ପିତାଙ୍କ ନାମ କଣ ଥିଲା ନା ଶୁଦ୍ଧୋଧନ ନେକ୍ସଟ ବୁଦ୍ଧ କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ବୁଦ୍ଧ
यात्रिक शाक्य इक्ष्वाकु मौर्य बुद्ध केउ क्षेत्रीय संप्रदायर थिले ना शाक्य। परवर्ती क्वेश्चन केउठारे बुद्ध दिव्य ज्ञान लाभ करथिले राजगृह वैशाली कपिलावस्तु बुद्ध गया कौन हबो ना बुद्ध गया। नेक्स्ट क्वेश्चन केउठारे बुद्ध प्रथमे तांको द्वारा आविष्कृत सत्य को प्रचार करथिले सारनाथ गया उरबिल कुशिनार कौन हबो ता सारनाथ। नेक्स्ट बौद्ध धर्मर पवित्र धर्मग्रंथर नाम कौन त्रिपिटक अंग उपांग कल्पसूत्र कौन हबो ना त्रिपिटक। नेक्स्ट केउ स्थान रे बुद्धଙ୍କ निर्माण प्राप्ति होइथिला पाबा कुशीनगर सारनाथ बुद्ध गया कौन हबो ना कुशीनगर। नेक्स्ट क्वेश्चन केबे बुद्ध देहत्याग करथिले ख्रीष्टपूर्व 540 ख्रीष्टपूर्व 566 ख्रीष्टपूर्व 486 ख्रीष्टपूर्व 468 कौन हबो बुद्ध केबे देहत्याग करथिले ना ख्रीष्टपूर्व 486। नेक्स्ट प्रथम बौद्ध सम्मेलन ख्रीष्टपूर्व 486 मगधर राजधानी राजगृहଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ ଅଜାତଶତ୍ରୁ ମହାକାଶ୍ୟପ ହୁଏନ୍ସା ସାରିପୁର କଣ ହବ ନା ମହାକାଶ୍ୟପ। ନେକ୍ସଟ କିଏ ନଟପୁତ୍ର ନାମରେ ପରିଚିତ ଥିଲେ ବର୍ଦ୍ଧମାନ ମହାବୀର ସିଦ୍ଧାର୍ଥ ଗୌତମ ପାର୍ଶ୍ୱନାଥ କିଏ ନଟପୁତ୍ର ନାମରେ ନା ବର୍ଦ୍ଧମାନ ମହାବୀର ନଟପୁତ୍ର ନାମରେ ପରିଚିତ ଥିଲେ। ନେକ୍ସଟ ଗୌତମ ବୁଦ୍ଧଙ୍କ ଜୀବନ କାଳରେ କେଉଁ ରାଜା ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବିମ୍ବିସାର ଅଶୋକ କନିଷ୍କ ଖାରବେଳ। ତ ଗୌତମ ବୁଦ୍ଧଙ୍କ ଜୀବନ କାଳରେ କେଉଁ ରାଜା ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ନା ବିମ୍ବିସାର। ନେକ୍ସଟ କ୍ୱେଶ୍ଚିନ ଗୌତମ ବୁଦ୍ଧ କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ନିରଞ୍ଜନା ଗଙ୍ଗା ଯମୁନା କାବେରୀ କେଉଁଠି ନା ନିରଞ୍ଜନା। ନେକ୍ସଟ କ୍ୱେଶ୍ଚିନ କାହାକୁ ଏସିଆର ଆଲୋକ କୁହାଯାଏ ମହାବୀର ଗୌତମ ବୁଦ୍ଧ ଶଙ୍କରାଚାର୍ଯ୍ୟ ନିମ୍ବାର୍କ କଣ ହବ ଏସିଆର ଆଲୋକ କାହାକୁ କୁହାଯାଏ ନା ଗୌତମ ବୁଦ୍ଧଙ୍କୁ। ନେକ୍ସଟ କାହାକୁ ଭାରତୀୟ ଲୁଥର କୁହାଯାଏ ବୁଦ୍ଧଦେବ ମହାବୀର ଶଙ୍କର ନିମ୍ବାର୍କ କାହାକୁ ଭାରତୀୟ ଲୁଥର ନା ବୁଦ୍ଧଦେବଙ୍କୁ ଭାରତୀୟ ଲୁଥର କୁହାଯାଏ। ନେକ୍ସଟ ଓଡ଼ିଶାର କେଉଁଠାରେ ବୌଦ୍ଧ କୀର୍ତ୍ତି ଦେଖିବାକୁ ମିଳେ ରତ୍ନଗିରି ଖଣ୍ଡଗିରି ଉଦୟଗିରି କପିଳାସ ଓଡ଼ିଶାର କେଉଁଠାରେ ବୌଦ୍ଧ କୀର୍ତ୍ତି ଦେଖିବାକୁ ମିଳେ କଣ ହବ ନା ରତ୍ନଗିରି। ନେକ୍ସଟ କ୍ୱେଶ୍ଚିନ ମହାବୀର କେଉଁ ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ ରଜ୍ଜୁପାଳିକା ନିରଞ୍ଜନା ଗଙ୍ଗା ସରଜୁ କଣ ହବ ମହାବୀର କେଉଁ ନଦୀ କୂଳରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ ନା ରଜ୍ଜୁପାଳିକା। ନେକ୍ସଟ କ୍ୱେଶ୍ଚିନ ନିମ୍ନଲିଖିତ ମଧ୍ୟରୁ କେଉଁଟି ଜୈନ ଧର୍ମର ଏକ ଗ୍ରନ୍ଥ କଳ୍ପସୂତ୍ର ତ୍ରିପିଟକ ସଂହିତା ବଜ୍ରସୂଚୀ କଣ ହବ ନା କଳ୍ପସୂତ୍ର। ତ ଶେଷ କ୍ୱେଶ୍ଚିନ ପିଲାମାନେ ଜୈନ ଗ୍ରନ୍ଥ ଗୁଡିକ କେଉଁ ଭାଷାରେ ଲିଖିତ ହେବା ଦ୍ୱାରା ଜୈନ ଧର୍ମକୁ ସାଧାରଣ ଲୋକେ ସହଜରେ ବୁଝିଥିଲେ ଅର୍ଦ୍ଧମାଗଧୀ ପ୍ରାକୃତ ମାଗଧୀ ସଂସ୍କୃତ କଣ ହବ ନା ଅର୍ଦ୍ଧମାଗଧୀ। ତ ପିଲାମାନେ ତମାନେ 30ଟି କ୍ୱେଶ୍ଚିନ ଆଲୋଚନା କଲି ତ ନେକ୍ସଟ କ୍ଲାସକୁ ଆଉ ଅବଶିଷ୍ଟ କ୍ୱେଶ୍ଚିନ ଆଲୋଚନା କରିବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ ସେୟାର ସବସ୍କ୍ରାଇବ କରିଦିଅ ପିଲାମାନେ ହିଷ୍ଟ୍ରିର ବହୁତ ଗୁରୁତ୍ୱପୂର୍ଣ୍ଣ MCQ କ୍ୱେଶ୍ଚିନ ଆନ୍ସର ପଢିବ। ତ ରହୁଛି ଧନ୍ୟବାଦ ଜୟ ଜଗନ୍ନାଥ।